ଆମର ମାମୁଁ ଘର ଗାଁ ହେଉଛି ଆନ୍ଧ୍ର ପାଖାପାଖି ଗୋଟିଏ ଛୋଟିଆ ଗାଁ। ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳକୁ ମାମୁଁ ଘର ଗାଁକୁ ବସ୍ ନଥାଏ, ଚାଲିକି ଯିବାକୁ ପଡ଼ୁଥିଲା। ବୋଉ ଥିଲା 3 ଭାଇରେ ଗୋଟିଏ ଝିଅ। ବହୁତ ଗେଲା ଆଦରରେ ବୋଉ ବଢ଼ିଥିଲା। ମାମୁଁମାନେ ଯେତେବେଳେ ବୋଉକୁ ଡାକି ନେବା ପାଇଁ ଆସନ୍ତି କ'ଣ କରନ୍ତି ନା ଆମକୁ କାନ୍ଧରେ କାନ୍ଧେଇକି ଧରିକି ଯାଆନ୍ତି। ଆମେ କାନ୍ଧରେ ବସିକି ମାମୁଁ ଘର ଗାଁକୁ ଯାଉ। ଆମେ କ'ଣ କରୁ, ଭୋରୁ 4ଟା ରାତିରୁ ବାହାରିଲେ ମାମୁଁ ଘର ଗାଁରେ ପହଞ୍ଚିବା ପାଇଁ ସନ୍ଧ୍ୟା ହେଇଯାଉଥିଲା। ଯାଉ ଯାଉ ରାସ୍ତାରେ ପଡ଼ୁଥିଲା ଗୋଟିଏ ଟାଉନ। ସେ ଟାଉନଟେ ଥିଲା ଜୟନ୍ତପୁର। ମାମୁଁମାନେ କ'ଣ କରନ୍ତି, ବୋଉକୁ ଯୋଉ ଯୋଉ ଜିନିଷ ଖାଇବା ପାଇଁ ବେଶୀ ଖୁସି ସେଇ ଜିନିଷ ସବୁ ସେଇ ଟାଉନରେ କିଣିକି ଖୁଆନ୍ତି। ବୋଉର ଖୁସି ଥିଲା ଚଣା ପକୁଡ଼ି, ଆଳୁ ଚପ୍ ଆଉ ଦହିବରା। ସେଇ ସବୁ ଜିନିଷ ବୋଉକୁ ଖୁଆନ୍ତି, ଆମେ ମଧ୍ୟ ଖାଉ। ଫେରେ ଆଉ ଥରେ ରାସ୍ତା ଚାଲିବା ଆରମ୍ଭ କରୁ। ଆଜି ଯେତେବେଳେ ମୁଁ ଦହିବରା କଲି ସେଇ ସବୁ କଥା ମୋର ମନେ ପଡ଼ିଗଲା। ସେଥିପାଇଁ ଆପଣମାନଙ୍କ ସାଙ୍ଗରେ ସେୟାର କଲି। କେମିତି ଲାଗିଲା ନିଶ୍ଚୟ କମେଣ୍ଟ